ଲାଗୁଛି ତରୁଣ ବାବୁ ଆପଣ ମାନଙ୍କ ସହ ଟିକେ ମଜାକ କରୁଛନ୍ତି। ମଜା କରୁନି ମ୍ୟାନେଜର ସାହେବ, ମୁଁ ହଉଛି ତାଙ୍କ ସ୍ୱାମୀ ଆଉ ସେ ହଉଛନ୍ତି ମୋ ପତ୍ନୀ ଆଉ ଏ ଘରର ବୋହୂ। ତ ମୁଣ୍ଡ ଠିକ ଅଛି ତ? ଏଥିରେ ମୁଣ୍ଡ ଖରାପ କଣ ଅଛି? କିନ୍ତୁ ଏଇଟା କେମିତି ସମ୍ଭବ? ସମ୍ଭବ କେମିତି ହବନି ସେଇ କଥା କହୁଛ। ମୁଁ ତ ସେ କଥା କିଛି ଜାଣିପାରୁନି। କେମିତି ଜାଣିପାରୁନ? ତୁ କଣ ତ ମନକୁ ନାହିଁ ଯାହାକୁ ନାହିଁ ତାକୁ ଏ ଘରକୁ ନେଇ ଆସି କହିବୁ ଇଏ ମୋର ସ୍ତ୍ରୀ ଇଏ ଘର ବୋହୂ, ଆମେ ତାକୁ ମାନି ନେବୁ? ଆରେ ମାନି ନେବାର ତମାନେ ଅସୁବିଧା କୋଉଠି ରହୁଛି ମତେ କହିଲ? ତାପରେ ମୁଁ ତ ତାକୁ କୋଉଠି ଧରି ଆଣିନି, ଶଙ୍ଖା ସୁନ୍ଦର ପତ୍ନୀ କରିଛି। ଇଏ କେମିତି କଥା ଭାଇ? ଯଦି ତମର ବାହାଘର ଇଚ୍ଛା ହେଲା ତାହେଲେ ଘରେ କହିଥାନ୍ତ, ରୀତିନୀତି ଅନୁସାରେ ତମର ବାହାଘର ହେଇଥାନ୍ତା। ଏଇଟା କଣ ସୁନ୍ଦର ହେଲା? ସୁନ୍ଦର ସୁନ୍ଦର ବୁଝିବା ପାଇଁ ମୋ ପାଖରେ ସମୟ ନଥିଲା, କାହିଁକି ନା ପରିସ୍ଥିତି ମତେ ସେମିତି ବାଧ୍ୟ କରିଥିଲା। ପରିସ୍ଥିତି କୋଉ ପରିସ୍ଥିତି କଥା କହୁଛନ୍ତି? ସେଇଟା ମୋର ଏକାନ୍ତ ଗୋପନୀୟ। କିନ୍ତୁ ଆଜି ଘର କୋଉଠି? କଲିକତା। ସେ କଣ ବଙ୍ଗାଳୀ? ନା ନା ଓଡ଼ିଆ। ଏ ଘରେ ଆଙ୍କର ଘରେ ସବୁ ଆଉ ଅଛନ୍ତି କି? ଏତେ କଥା ଉତ୍ତର ମୁଁ ଦେଇପାରିବିନି। ତା ସହିତ ମୋର ଅନେକ ଦିନ ସମ୍ପର୍କ ଥିଲା। ହଠାତ୍ ଆମେ ନିଷ୍ପତ୍ତି ନେଲୁ ବାହା ହବା, ବାହା ହେଇ ପଡିଲୁ। ଆଉ ଧରିନିଅ ତା ପରିବାର ସହିତ ତାର କିଛି ସମ୍ପର୍କ ନାହିଁ। ସାର୍ ମୋ କହିବା କଥା ଯାହା ତ ଘଟିବାର ଥିଲା ଘଟି ସାରିଲାଣି। ବର୍ତ୍ତମାନ ସମୟରେ ତରୁଣ ବାବୁଙ୍କୁ ବିରକ୍ତ ନ ହୋଇ ବରଂ ତାଙ୍କୁ ସାହାଯ୍ୟ ସହଯୋଗ କରିବା ଉଚିତ। ଠିକ ଅଛି ଠିକ ଅଛି। ସରସ୍ୱତୀ ତମେ ଆଉ ଠିଆ କାହିଁକି? ଆରେ ପୁଅ ବୋହୂକୁ ବନ୍ଦାପନା କରି ଘର ଭିତରୁ ଲୋକକୁ ବନ୍ଦୋବସ୍ତ କର। ମୋଲା ବୋହୁର ମୁହଁ ମୁଁ ଏ ଯାଏ ଦେଖିନି, ବନ୍ଦାପନା କଣ କରିବି ଯେ? ତମେ ମାନେ ବନ୍ଦାପନା କର କି ମୁହଁ ଦେଖ, ମୋର ସେଥିରେ କିଛି ବି ଇଣ୍ଟରେଷ୍ଟ ନାହିଁ। ମୁଁ ଯାଉଛି ରଘୁକୁ ନେଇ ମୋ ରୁମ୍ ଟାକୁ ସଜାଡ଼ି ଦେବି। ଏ ଭାଉଜ ଟିକେ ମୁହଁ ଦେଖା ମ। ରୁହ ମ ମୋଲା, ମୁହଁ ଦେଖେଇବା ଗୋଟେ ବାହାନା କଣ ବା? ଆମେ ଶାଶୁ ଶ୍ୱଶୁର ନଣନ୍ଦ ସମସ୍ତେ ଅପେକ୍ଷା କରୁଛୁ ତ ମୁହଁ ଦେଖିବାକୁ। ମୁହଁ ଦେଖିବା କହିଲେ କିଛି ମୁହଁ ଚଦବା ପଡେ ଶାଶୁ ମହାଶୟା। ଆପଣ କଣ ଦେବେ କୁହନ୍ତୁ ତ? ଏ ଭାଇ ଆରେ ଶାଶୁ ନୁହ, କୋଉ ହିସାବରେ ତମର ଏଠୁ ଯାହା ପାଇବା କଥା ତମେ ନିଶ୍ଚୟ ପାଇବ। ମୁଁ ଯେତେବେଳେ ଏ ଘରର ବୋହୂ, ମୋ ମୁହଁକୁ ଦେଖା ରହିବ କି? ଏତେ ଦେଖିବା ପାଇଁ ଏତେ ବ୍ୟଗ୍ର କଣ ପାଇଁ ହଉ ପଡୁଛନ୍ତି? ବ୍ୟାଘ୍ର ହେବେନି କେମିତି? ଘରର କୁଳବଦ୍ର ବନ୍ଦାପନା ହବ କଣ ଦିନ ମୁହଁ ଦେଖେ? ଏଇଟା ନିହାତି ଅଶୋଭନୀୟ କଥା। କିନ୍ତୁ ଆପଣ ତ ଏବେ ସଦସ୍ୟ ନୁହନ୍ତି, ମୁହଁ ଦେଖିବା ପାଇଁ ଆପଣଙ୍କୁ ଏତେ ଲୋଭ କାହିଁକି? ଯେତେବେଳେ ମୁଁ ଏ ଘରର ବୋହୂ, ସେତେବେଳେ ଆମ ସମ୍ପର୍କ ମାଲିକ ଆଉ ଚାକର ନା। ଦେଖ ବୋହୂ, କାଲି ଖେଳେ ମୋ କମ୍ପାନୀର ମ୍ୟାନେଜର ନୁହେଁ, କହିବାକୁ ଗଲେ ସେ ଆମ ପରିବାର ଜଣେ ସଦସ୍ୟ। କାହିଁକି ନା ଖୁବ କମ୍ ଦିନ ଭିତରେ ସମାଜ ସହ କାଳିର ବାହାଘର କରିବା ପାଇଁ ଆମେ ନିଷ୍ପତ୍ତି ନେଇ ସାରିଛୁ। ତାହେଲେ ତମ ନଣନ୍ଦ ଆଉ ତାଙ୍କ ଶାଶୁ ଘରକୁ ଚାଲିଯିବେ। ଆଚ୍ଛା ଜ୍ୱାଇଁ କାଳୀ ବାବୁ ଏ ଘର ମେମ୍ବର ହେବେ କେମିତି? ହଁ ହେଇପାରେ, ଯଦି ସମାଜ ଶାଶୁ ଘରକୁ ନ ଯାଇ ଜ୍ୱାଇଁ କାଳୀ ବାବୁ ଏ ଘରେ ଘର ଜୟ ଭାବେ ରୁହନ୍ତି। ଏତେ କଥା ଜାଣିବା ସେମିତି କିଛି ପ୍ଲାନ ଅଛି ଆପଣ ମାନଙ୍କର? ତୋର ଏତେ କିଛି ଜାଣିବା ଦରକାର ନାହିଁ। ପ୍ରଥମେ ତୁ ଆମକୁ ତୋ ମୁହଁ ଦେଖା। ମୁଁ ଜାଣିପାରୁଛି ମୋ ମୁହଁ ନ ଦେଖିବା ପାଇଁ ଆପଣଙ୍କ ସହିତ ବ୍ୟସ୍ତ ହେଇ ପଡ଼ିଲେଣି। ହେଲେ ମୋ ଅସୁନ୍ଦର ହେଇଥିବି, ଟେରି ବି ଥାଇପାରେ। ତେଣୁ ଆପଣମାନଙ୍କ ସନ୍ଦେହ ସବୁ ଦୂର କରାଯାଏ ମୋ ମୁହଁ ମୁଁ ନିଶ୍ଚୟ ଦେଖେଇବି। ଏଇ ଦେଖନ୍ତୁ, ସମସ୍ତେ ଭଲ କରି ଦେଖି ନିଅନ୍ତୁ ମତେ। ତରୁଣଙ୍କ ସ୍ତ୍ରୀ ଅନାମିକା। କିନ୍ତୁ ତମେ ତ ଛନ୍ଦିତା, ତାପରେ କଲିକତା ରଙ୍ଗକୁଠରେ ବିକ୍ରି କରିତେ ଆସିଥିଲି। ଆଚ୍ଛା ଏମିତି କଥା? ହେଲେ ମୁଁ ଚନ୍ଦିତା ନୁହଁ, ମୁଁ ଅନାମିକା। ଏତେ ଉଚ୍ଚା ଲାଗି ଦେଖା ଦେଲ ଅଲକ୍ଷଣେ ବାହାନା କରି ପୁଣି ଆମ ଘରକୁ ପଶି ଆସି ରାଜଭୋଗ କରିବାକୁ ଆସିଛୁ। ଯେତେ ଶୀଘ୍ର ପାରୁଛ ଏଇଟା ଘର ବାହାର କରିଦେ, ତାହେଲେ ଭାଇ ସବୁ ସତ କଥା ଜାଣିଦେଲା ପରେ ଆମକୁ ରହିବାକୁ ସ୍ଥାନ ମିଳିବନି। ତମେ କାହିଁ ବ୍ୟସ୍ତ ହୋଇ ପଡୁଛ? ଆଉ କିଛି ଦିନ ପରେ ତମେ ତମ ଶାଶୁ ଘରକୁ ଚାଲିଯିବ ନା। କୋଉ ଉଦ୍ଦେଶ୍ୟରେ ଏ ଘରକୁ ଆସିଛୁ? କି କଥା କହୁଛନ୍ତି ଶ୍ୱଶୁର ମହାଶୟ? ବାହା ହେଇକି ଶାଶୁଘର ଆସିଛି ସଂସାର କରିବାକୁ, ଆପଣ ଉଦ୍ଦେଶ୍ୟ କଣ? ସାର୍ କିଛି ଗୋଟେ ବ୍ୟବସ୍ଥା କରନ୍ତୁ, ତାହେଲେ ଆମ ପାଇଁ ପରିସ୍ଥିତି ଭୟଙ୍କର ହେଇଯିବ। ମୁଁ ଦେଖୁଛି ମ୍ୟାନେଜର ବାବୁଙ୍କ ମୁଣ୍ଡଟା ଭାରି ଜାମ୍ ହେଇଯାଉଛି। ମ୍ୟାନେଜର ବାବୁ, ଏଇଟା କମ୍ପାନୀ କଥା ନୁହଁ, ଘର
ଏ ଘର ଛାଡ଼ି ଚାଲିଯିବ। ଠିକ ଅଛି ତରୁଣ ବାବୁ ଆସନ୍ତୁ ଆପଣମାନେ ସବୁ ଯାହା କହିଲେ ସେ କଥା ମୁଁ ତାଙ୍କୁ ଜଣେଇଦେବି କାହିଁକି ଯଦି ତୁ ବଞ୍ଚି ଦେବାକୁ ଚାହୁ ତାହେଲେ ଆମ କଥା ମାନି ତୋତେ ଚାଲିବାକୁ ପଡିବ ତୋତେ ମରଣ କରିଦିଆଯିବ। ଆରେ ବାବା ନା ମୁଁ କଣ ପାଇଁ ମରିବି ଆପଣଙ୍କର ଯାହା ଇଚ୍ଛା ହଉଛି ଆପଣ ସେଇଆ କରନ୍ତୁ ମୋ ପାଟିକେ ଚୁପ୍ କରି ଏଠି ବସ ଚୁପ୍ ରହିଲେ କଣ ହବ ବା ତୁ ଯୋଉ କୁଳ ନିନ୍ଦା କର୍ମ କରି ଆସିଛୁ ନା ଏଇ ସାଇ ପଡିଶା ତତେ ଦେଖିଲେ 12 ପ୍ରକାର କଥା କହିବେ ନିଜ ଝିଅକୁ ବାହାଇ ଚାଲି ଆସିଲ ତମେ ଲଜ୍ଜା ଲାଗିଲାନି? ଲଜ୍ଜା ତାର କୋଉଠୁ ଆସିବ କୋଉଠୁ ଆସିବ କଲିକତାର ଅଙ୍ଗଠେ ଦେହ ବିକ୍ରି କରି ଆତ୍ମ ଇଜ୍ଜତ ମହତ ଅଛି ୟାକୁ କୋଉ ଲୁଚେଇ ନ ରଖିଲେ ପରିବାର ମାନ ତ ସବୁ ସରିଯିବ। ଓ ମ୍ୟାନେଜର ବାବୁ ମୁଁ କଣ ଗୋଟେ ବସ୍ତୁ ମତେ ଲୁଚେଇ ଦେବ କାହା କଣ କହୁଛି ନିଜେ ଜାଣିପାରୁଛନ୍ତି ତମେ କଣ ନିଜ ମନକୁ ମନ ରଙ୍ଗ କୋଠର ଝିଅ ବୋଲି କହିଦେଲେ ମୁଁ ବେଶ୍ୟା ହେଇଯିବି ତାହେଲେ କହ ତ ଠିକଣା କହ ତ ଗଭର୍ଣ୍ଣମେଣ୍ଟ କରା ଆମେ ସେଇ ସତ୍ୟାଗତ ଜାଣି ଆସିବୁ। ଏଇଠି ଶ୍ୱଶୁର ମହାଶୟ ହୁସିଆର ଆଉ ଆଗକୁ ଜମା ଯାଅନି ନହେଲେ ପରିସ୍ଥିତି ଯାହା ହବ ସମ୍ଭାଳି ପାରିବନି ବାକି ଚୁପ୍ କରି ମାନେ ଧରିନିଅ ତମମାନେ ସବୁ ବଞ୍ଚିଗଲ। ଭିତରକୁ ଚାଲେ ସାନ ବାବୁ ଡାକୁଛନ୍ତି ସେ କଣ କହିପାରିବେନି ମୋ ଉପରେ ଏମିତି ବିରକ୍ତ ହଉଛ କଣ ପାଇଁ? ତୁ ଏଠିକି ଆସିଲୁ କଣ ପାଇଁ? ସାନ ବାବୁ କହିଲେ ଡାକିଦେବାକୁ ତାଙ୍କ କଥା ମୁଁ କେମିତି ମନେ କରିଥାନ୍ତି? ବୌମା ତମେ ଆସିଲ ଆରେ ଆରେ ଇଏ ତମ ଛନ୍ଦି ଦାମା ଆଚ୍ଛା ତମେ କଣ ପୁଣି ଥରେ ଆମ ସାନ ବାବୁଙ୍କୁ ବାହାରି ପଡିଲ କି? ପାଟିକି ଯାହା ସେ ସେଇଆ କରିଯାଉଛି ହେଲେ ମତେ ଭାଇନା କାହିଁକି ମତେ କୋଉ ଭୁଲ କଥା କହିଦେଲେ କି? ହଁ ତ ଭଲ କହିଦେବ ଇଏ ତ ଛନ୍ଦି ଦାମା ନୁହଁ ଇଏ ହଉଛନ୍ତି ଅନାମିକା ଇଏ ଠିଆ କବିକାର ପଳାଣ ଏମିତି କେମିତି? ହଁ ମୋର କଣ ଅଛି